ସାର୍ ଆପଣ ପରିଚୟଟା ମୁଁ ଅଜୟ କୁମାର ମହାରଣା, ପୂର୍ବଗଣ୍ଡ ତାଲୁକା ସଭାପତି ବିଶ୍ୱକର୍ମା ସମାଜ ଏବଂ ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜର ମଧ୍ୟ ସଭାପତି ଅଛି। ଆଜି ଆପଣ ଯୋଉ ବିଶ୍ୱକର୍ମା ସମାଜ ତରଫରୁ ବିଶ୍ୱକର୍ମା ହିଞ୍ଜିଗାଡୁ ବିଶ୍ୱକର୍ମା ମନ୍ଦିରରେ ମହାଆଡମ୍ବର ସହିତ ଗୋଟେ ଆଜି ପାଳନ କରୁଛନ୍ତି, କଣ କହିବେ ଆପଣ? ଦେଖନ୍ତୁ, ସାରା ଭାରତରେ ଶ୍ରୀ ଶ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ସେ ଯୋଉ ବିଶ୍ୱ ଠାକୁର ତାଙ୍କର ଜନ୍ମଦିନ ଉତ୍ସବରେ ସାରା ଭାରତରେ ଯେମିତି ଆମେ ବିଶ୍ୱକର୍ମା ଜାତିରେ ଜନ୍ମ ହେଇଛୁ ପାଳନ କରୁଛୁ, ସେମିତି ସେ ଆରାଧ୍ୟ ଦେବତାକୁ ସାରା ଭାରତରେ ସବୁ ଜାତିର ଲୋକ ଆଜି ପାଳନ କରୁଛନ୍ତି। କିଏ ଗ୍ୟାରେଜରେ, କିଏ ବସରେ, କିଏ ପନିପରିବା ଦୋକାନରେ, କିଏ ଗାଡିରେ, ଏମିତି ସମସ୍ତେ ଆଜି ତାଙ୍କର ଉତ୍ସବକୁ ପାଳନ କରୁଛନ୍ତି। ତ ଆମେ ମଧ୍ୟ ହିଞ୍ଜଳି କାଟୁରେ ବିଶ୍ୱକର୍ମା ମନ୍ଦିରରେ ଆପଣ ଦେଖିଥିବେ ବହୁ ଲୋକଙ୍କ ସମାବେଶରେ ଏବଂ ପୂର୍ବଗଣ୍ଡ ତାଲୁକାର 65 ଗ୍ରାମର ସବୁ ଜାତି ଭାଇମାନଙ୍କୁ ନେଇ ଆଜି ଏହି ଉତ୍ସବ ପାଳନ କରାଯାଉଛି। ଏହା ଏକ ମହା ଆଡମ୍ବରର ଉତ୍ସବ। ବର୍ଷକୁ ଥରେ ଉତ୍ସବ ପାଳନ କରାଯାଏ। ଦୂର ଦୂରାନ୍ତର ସମସ୍ତେ ଆସିଥାନ୍ତି, ମା ଭଉଣୀ ମାନେ ଆସିଥାନ୍ତି, ଜାତି ଉଦ୍ଦେଶ୍ୟରେ ଆସନ୍ତି, ହିସାବ ରକ୍ଷକ କରାଯାଏ ଏବଂ ଯାହା ମନ୍ଦିର ଉନ୍ନତି ହେଇଥାଏ ତାଙ୍କୁ ସେ ହିସାବ ଜଣାଯାଏ ଏବଂ ଏ ମନ୍ଦିରର କେତେ ଉନ୍ନତି ଭବିଷ୍ୟତରେ ବଢି ବଢି ଯାଉଛି ଏବଂ ଏହାର କଣ ପ୍ରଭାବ ପଡୁଛି ଲୋକଙ୍କ ଉପରେ ଏବଂ ଲୋକ ନୀତି ନିୟମ ଅନୁସାରେ କୂଳ ନୀତିକୁ ମାନି ଚଳିବା ପାଇଁ ତାଙ୍କୁ ମଧ୍ୟ ଅନୁଶାସିତ କରିବା ପାଇଁ ମଧ୍ୟ କୁହାଯାଏ। ବୈଠକ ହୁଏ ଏବଂ ଏଇଠିକାର ହିଞ୍ଜଳି ଅଞ୍ଚଳର, ମ୍ୟୁନିସିପାଲିଟି ଅଞ୍ଚଳର, ବ୍ଲକ ଅଞ୍ଚଳର ସମସ୍ତ ଲୋକଙ୍କୁ ମଧ୍ୟ ଡକାଯାଇଥାଏ ଏ ମହାପ୍ରସାଦ ଅନ୍ନପ୍ରସାଦ ସେବନ କରିବା ପାଇଁ। ତ ଆମେ ଆଜି ନିଜକୁ ଭାଗ୍ୟମାନ ମନେ କରୁଛୁ, ଏ ଜାତିରେ ଜନ୍ମ ହେଇଛୁ, କିନ୍ତୁ ସମସ୍ତଙ୍କୁ ଡାକିକିରି ଏଇ ବ୍ୟବସ୍ଥା ଭିତରେ ଲୋକଙ୍କୁ ଅନ୍ନପ୍ରସାଦ ଦେବା, ମହାପ୍ରସାଦ ଦେବା ଏବଂ ସମସ୍ତଙ୍କୁ ଡାକିକିରି ଆପ୍ୟାୟିତ କରିବା, ସେବା କରିବା ମନୋବୃତ୍ତିରେ ଏବଂ ଜାତିର ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ବିଶ୍ୱକର୍ମାଙ୍କର ଆଜି ଆଶୀର୍ବାଦ ସାନ୍ନିଧ୍ୟ ଲାଭ କରିବା ଏବଂ ସମସ୍ତଙ୍କ ଗହଣରେ ପହଞ୍ଚି ଆଜି ସମସ୍ତଙ୍କୁ ସମର୍ପିତ ହେବା, ସେବା କରିବା, ସେ ମନୋବୃତ୍ତି ନେଇ ଆଜି ଆମେ ଉତ୍ସାହିତ ହେଇ ପାଳନ କରିବା। ଆମେ ଦେଖୁଛୁ ହିଞ୍ଜିଗାଡର ପ୍ରାୟ ଲୋକ ଯୋଉ ଅନ୍ନପ୍ରସାଦ ସେବନ କରିବା ପାଇଁ ବହୁ ଆଗ୍ରହ ସହିତ ଆସୁଛନ୍ତି। ଏମିତି କଣ ଆପଣ ମ୍ୟାଜିକ ଦେଖିଛନ୍ତି ଯୋଉଟା କି ଏତେ ଆଗ୍ରହ ଦେଖୁଛନ୍ତି? ଏହା ହଉଛି ପ୍ରଭୁ ବିଶ୍ୱକର୍ମାଙ୍କର, ଦେବଶିଳ୍ପୀ ବିଶ୍ୱକର୍ମା ଯିଏ ବିଶ୍ୱକୁ ଗଢିଛନ୍ତି, ଜଗନ୍ନାଥ ମହାପ୍ରଭୁଙ୍କର ଆଶୀର୍ବାଦ ଆପଣ ଜାଣିପାରନ୍ତି। ଏଇଟା ଏକ ମହକ ମହକ ହେଇକି ଚାଲେ ଏଇ ବିଶ୍ୱକର୍ମା ପୂଜାରେ। ଲୋକ ମଧ୍ୟ ସେମିତି ଶ୍ରଦ୍ଧା ଅନୁଯାୟୀ ଆସନ୍ତି ଏବଂ ପ୍ରସାଦ ସେବନ କରିବା ପାଇଁ ଏତେ ଉତ୍ସାହିତ ହୁଅନ୍ତି ଏବଂ ଏଠିର ସ୍ୱାଦ ମହାପ୍ରସାଦ ତୁଲ୍ୟ କରାହେଇ ପାରିବ ନାହିଁ। ତଥାପି ଏଇଠିର ଯୋଉ ସ୍ୱାଦ ଲୋକଙ୍କୁ ବହୁତ ଆଦରିଥାଏ, ଲୋକ ମଧ୍ୟ ସେ ପ୍ରକାର ଉତ୍ସାହିତ ଦେଇ ଆସନ୍ତି। ଆମେ ବହୁତ ଲୋକଙ୍କୁ ଡାକି ନ ପାରିଲେ ମଧ୍ୟ ବହୁତ ଲୋକ ଆସନ୍ତି। ଆମେ ଯାହା ଦେଖି ଏକ ଆବେଗ ପୂର୍ଣ୍ଣ ଭରା ମନ ହୁଏ ଯେ ଲୋକ ଏତେ ମାତ୍ରାରେ ଆସନ୍ତି ଏବଂ ଉତ୍ସାହିତ ହେଇକି ଆସିକି ଯାଆନ୍ତି, ମହାପ୍ରସାଦ ପାଆନ୍ତି। ଆଜି ଏଇ ଦିନକୁ କେବେ ହେଲେ ଭୁଲି ପାରିବୁନୁ। ଏଇ ଦିନ ସଦାବେଳେ